ଅପସରେ ବେଶ ଧାରଣ କରି ଆଚ୍ଛା ସଭା ଆଚ୍ଛା ମଧ୍ୟକୁ ବିରାଜମାନ କରିଅଛ ତମେ ଜାଣି କିଏ ସିଗ ମାତ କି ରେ ପୁଅ ହଇ ହଇ ଏଇ ସଭା ମଧ୍ୟରେ ତମେ କାହାକୁ ପ୍ରକାଶ ଆଚ୍ଛା କରୁଅଛ? ତୁମକୁ ମୁଁ ପ୍ରକାଶ କରୁଅଛି ଗ ମାତ କି ରେ ପୁଅ ହଁ ମତେ କଣ ଚିହ୍ନି ପାରିଲ ନା ନାହିଁ ନା କିଏ? ନ ଚିହ୍ନିବା ନିମନ୍ତେ ଆଚ୍ଛା ଆଚ୍ଛା ତୁମକୁ ପ୍ରକାଶ କରୁଛି ଗ ମାତ କି ରେ ପୁଅ ହଁ ମୋ ପରେ ହେଉଛି ହଁ ଜଗତ ଜନନୀ ବାସ୍ ଜଗତ ପାଳେନି ହଁ ଜଗତ ମୋହିନୀ ଜଗତ ନାଶିନୀ ରେ ପୁଅ। କି ଗ ମାତ କି ରୂପେ ହେଲ ଜଗତ ଜନନୀ ଆଚ୍ଛା ଆଚ୍ଛା କି ରୂପେ ହେଲ ଜଗତ ପାଳେନି ବେଶ ବେଶ କି ରୂପେ ହେଲ ଜଗତ ମୋହିନୀ କି ରୂପେ ହେଲ ଜଗତ ନାଶିନୀ ଗ ମାତ କି ରେ ପୁଅ ହଁ ସ୍ୱର୍ଗରେ ରହିଲି ସରଳ ନାମ ରହିଲି ମଞ୍ଚରେ ରହିଲି ମଙ୍ଗଳ ନାମ ବାସ୍ ବୋଇଲି ବାସ୍ ହଁ ପାତାଳରେ ରହିଲି ଆଦିଶକ୍ତି ଆଦିଶକ୍ତି ନାମ ନାମ ବୋଇଲି ବୋଇଲି ଅଛ କପିଳାସ ବା ଶିବଙ୍କ ମନ୍ଦିରରେ ରହିବାର ରହିବାର ପାର୍ବତୀ ପୂଜା ପାଉଅଛି ରେ ପୁଅ ଶୁଣିଲା କି ସାଧ ଜ୍ଞାନୀ ମୋତ ଜଗତ ଜନନୀ ଜଗତ ପାଳେନି ଜଗତ ମୋହିନୀ ଜଗତ ନାଶିନୀ ଠିକ ମାତ ଆଚ୍ଛା ଆଚ୍ଛା ତମେ ତ କପିଳାସ ସ୍କନ୍ଧରେ ଥିବା ଲୋକ ହଇ ହଇ ଏପରି କୁଆଡେ ବିଜେ କରୁଛ ଗ ମାତ କି ରେ ପୁଅ ହଁ ମୋ ପତି ହେଉଛନ୍ତି ଈଶ୍ୱର ହଁ ସେ ନମସ୍ୟ ଦିଗ ଭ୍ରମଣ କରିବା ସକାଶେ ଯାଇଛନ୍ତି। ଯାଇଛନ୍ତି ତାଙ୍କର ଆପତ୍ତି ଆପତ୍ତି ନା ବିପତ୍ତି ହଁ। ପଡ଼ିବାରୁ ବାସ୍, କି ବାସ୍। ଗ ଗଣେଶ ମାତ ବୋଲି ହୁରି କଲେ ହଁ ସେ ବାଣୀ ମୋ କର୍ଣ୍ଣରେ ଶୁଭିବାରୁ ଶୁଭିବାରୁ ମୁଁ ଖୋଜି ଖୋଜି ଯାଉଅଛି ତାହେଲେ ଖୋଜି ଖୋଜି ଯାଉ ଗ ମାତ କି ରେ ପୁଅ ହଁ ମୁଁ ପରେ ହେଉଛି ନୂଆ ନୂଆ ଲୋକ, ଲୋକ ହଁ। କୁଆଡେ ଦାଣ୍ଡ ପଡିଛି କୁଆଡେ ନଗର ନଗର ପଡିଛି, ପଡିଛି ତାହା ତାହା ମୁଁ କିଛି ଜାଣେ। ଜାଣେ ନାହିଁ ଆଚ୍ଛା। ତମେ ଯଦି ଦୟାକରି ଦେଖେଇଦବ ତୁମର ତାହେଲେ ମଙ୍ଗଳ ହେବ ରେ ପୁଅ ଆଚ୍ଛା ଆଚ୍ଛା ଠିକ ମାତ ତୁମ ପତିଙ୍କୁ ତମେ ଚିହ୍ନି ପାରିବ ତ ହଁ ରେ ପୁଅ ନିଶ୍ଚୟ ଆଚ୍ଛା ଆଚ୍ଛା ଚିହ୍ନିପାରିବି। ଠିକ ମାତ ଏଇ ଲୋକ ଜଣେ ଆମ ଗ୍ରାମରେ ଆସିକି ରହିଛନ୍ତି ସେ ଲୋକଟା କିଏ ଗ ମାତ ନା ରେ ପୁଅ ସେ ଲୋକଟା ସେ ନୁହେଁ। ଲୋକଟା ନୁହେଁ ଠିକ ମାତ ଏହି ଲୋକ ଜଣେ 1 ତାରିଖଠୁ ବୁଲି ବୁଲି ଆଜି ପହଞ୍ଚିଛନ୍ତି ସେ ଲୋକଟା କିଏ ଗ ମାତ ହଁ ରେ ପୁଅ ସେ ଲୋକଟା ଆଚ୍ଛା ଠିକ ମାତ ସେ ତ ଜଗଡ଼ାର ପୁରୁଷ ଯୋଗ ଧ୍ୟାନରେ ବସି ରହିଛନ୍ତି ଆଚ୍ଛା ଆଚ୍ଛା ତାହାଙ୍କୁ କିପରି ଉଠେଇବ ଗ ମାତ କି ରେ ପୁଅ ହଁ ମୋର ଅନେକ ଉପାୟ ଅଛି ଆଚ୍ଛା କି ଉପାୟ ଅଛି କହିଲ ଗ ମାତ କି ରେ ପୁଅ ହଁ ପୁଷ୍ପ ବାଣ ବୋଲି ଗୋଟେ ଅଛି ଗୋଟାଏ ଅଛି ହଁ ଏବଂ କାମ ବାଣ ବୋଲି ଗୋଟେ ଅଛି ଠିକ ମାତ ପୁଷ୍ପ ବାଣ ମାଇଲେ କଣ ହୁଏ ଏବଂ ଆଚ୍ଛା ଆଚ୍ଛା କାମ ବାଣ ମାଇଲେ କଣ ହୁଏ କି ରେ ପୁଅ ହଁ ପୁଷ୍ପ ବାଣ ମାଇଲେ କର୍ଣ୍ଣକୁ ଶୁଭିବ ହଁ ଏବଂ କାମ ବାଣ ମାଇଲେ ତାଙ୍କ କାମ ଛାଡି ହାତରୁ ଉଠି ଆଚ୍ଛା ପଡିବ ଆଚ୍ଛା ଠିକ ମାତ ପୁଷ୍ପ ବାଣ ଗୋଟେ ମାଇଲ ଗ ମାତ ଆଚ୍ଛା ତାହେଲେ କାମ ବାଣ ଗୋଟେ ମାଇଲ ଗ ମାତ ଜୟ ଜୟ ମହାଦେବ ଜୟ ଜୟ ମହାଦେବ ନାମ ଗଙ୍ଗାଧର ଆଜ
ପୁଅ হয় হয় ମତ ପଟା କିଏ ସେ ଭଗ୍ନ କରିଦେଲା? আচ্ছা কি মহাপ্রভু আপন তো সঞ্চয় দ্রব্য সৃষ্টি করতা ଆଉ ଆପଣଙ୍କ ବଡ଼ କେସ୍ ଅଛି ମୁଁ ପ୍ରଭୁ ତ ପଟା ଭଗନ କରିଥିଲା ଆଚ୍ଛା କି ପୁଅ ହଁ ଏପରି କଣ କୁମକୁମ ବାସୁ ଅଛି? ଆଚ୍ଛା କିଏ ମହାପ୍ରଭୁ ଏହି ଚୈତ୍ର ମାସର ଅନେକ ଫୁଲ ପୁଷ୍ପ ବି ଫୁଟିଛି ସେୟା ବାସୁଥିବେ ମହାପ୍ରଭୁ ସେଇଆ ନୁହେଁ ରେ ପୁଅ। ଆଚ୍ଛା ପାର୍ବତୀ ଯେତେବେଳେ ଶ୍ରୀମରେ ମାର୍ଜନା କରନ୍ତି କରନ୍ତି। ବା ସ୍ନାନ କରନ୍ତି ଆଚ୍ଛା ସେଇଆ ବାସୁ ଅଛି ରେ ପୁଅ। ତାହେଲେ ନିଶ୍ଚୟ ବିରାଜମାନ କରିଥିବେ ମହାପ୍ରଭୁ ହଜ ହଜ ହଜ। ଆରେ 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 କିଅଣ ବା ଖୋଜ ଖୋଜ ଲାଗି ରହିଛନ୍ତି ଆରେ ପୁଅ ହଁ। ପାର୍ବତୀଙ୍କ ପାଦ ଚିହ୍ନ ମୁଁ ଚିହ୍ନି ପାରିବି ରେ ପୁଅ। ଆଚ୍ଛା କେମନ୍ତ ପ୍ରକାରେ ଚିହ୍ନି ପାରିବେ ମହାପ୍ରଭୁ ଆଚ୍ଛା କି ରେ ପୁଅ ହଁ ପାର୍ବତୀ ଯେ ଛୋଟି ଛୋଟି ଲେଖିବି ଯେ ଟେରି ଟେରି, ହଁ। ପାର୍ବତୀଙ୍କ ପାଦ ଚିହ୍ନ ତଳେ ପଦ୍ମ ଫୁଲ ଫୁଟିଥିବାରୁ ହଁ। ତାଙ୍କ ପାଦ ଚିହ୍ନ ମୁଁ ଚିହ୍ନି ପାରିବି ରେ ପୁଅ। ତାହେଲେ ନିଶ୍ଚୟ ବିରାଜମାନ କରିଥିବେ ମହାପ୍ରଭୁ ହଁ ରେ ପୁଅ ନିଶ୍ଚୟ ବିରାଜମାନ କରିଛନ୍ତି। ନମସ୍କାର ହେ ଈଶ୍ୱର। ତଦବାଞ୍ଚିତ ସିଦ୍ଧ ତୁମମାନଙ୍କର ସର୍ବଦା ସିଦ୍ଧ କରିଥାନ୍ତି ଶ୍ରୀ ମହାରାଜ। হয় କେ ଈଶ୍ୱରେ ମତେ କଣ ପାଇଁ ଡକରା କଲ? ଅତି ଶୀଘ୍ର ବା ଅତି ଚଞ୍ଚଳ କହିଦେଲେ ମୁଁ ଚାଲିଯିବି ଈଶ୍ୱରେ। କି ଲୋ ପାର୍ବତୀ ଆଚ୍ଛା ମୁଁ ଆଚ୍ଛା ଯେତେବେଳେ ଶ୍ରୀଙ୍ଗରେ ମାର୍ଜନା କରୁଥିଲି ବା ସ୍ନାନ କରୁଥିଲି ସେତେବେଳେ ଦେଖିଲି ଯେ ଷ୍ଟାନେ ଦେଖିଲି ଯେ ଆଚ୍ଛା ଆଚ୍ଛା ବ୍ରହ୍ମା ଜଣେ ସାବିତ୍ରୀଙ୍କୁ ଧରି ନୃତ୍ୟ କରୁଥିଲେ ବେଶ ବେଶ ବିଷ୍ଣୁ ଜଣେ ମହାଲକ୍ଷ୍ମୀଙ୍କୁ ଧରି ନୃତ୍ୟ କରୁଥିଲେ ରାଜା ଜଣେ ପ୍ରଜାମାନଙ୍କୁ ଧରି ନୃତ୍ୟ କରୁଥିଲେ ଆଚ୍ଛା ଆଚ୍ଛା ନାରଦ ଜଣେ ବୀଣାଯନ୍ତ୍ର ଧରି ନୃତ୍ୟ କରୁଥିଲେ ତାହା ଦେଖି ମୁଁ ତାଣ୍ଡବ ନୃତ୍ୟ ରହସ୍ୟ କରିବା ପାଇଁ ତୁମକୁ ଡକରା କଲି ପାର୍ବତୀ। হয় କେ ଈଶ୍ୱରେ ତାଣ୍ଡ ମା ମା ଜ୍ଞାନୀ ହଁ। ମା ମା ଧନୀ ହଁ। ଏମାନେ ତାଣ୍ଡବ ନୃତ୍ୟ ରହସ୍ୟ କରିପାରନ୍ତି ନାହିଁ ଆମେ ଆମେ କଣ କରିପାରିବା କି ଈଶ୍ୱର ହୀର ପାର୍ବତୀ ଆଚ୍ଛା ଆଚ୍ଛା ସେମାନେ ହେଉଛନ୍ତି ନରଂଶ ଆମେ ହେଉଛୁ ଦେବଂଶ ଦେବଂଶ। ଆମେ ଯଦି କରିପାରିବାନି ତାହେଲେ କିଏ କରିପାରିବ ଲୋ ପାର୍ବତୀ? হয় କେ ଈଶ୍ୱରେ ତାଣ୍ଡବ ନୃତ୍ୟ ରହସ୍ୟ କରିବା ପାଇଁ କି ଫଳ ମିଳେ ଈଶ୍ୱରେ? ହୀର ପାର୍ବତୀ ଅନେକ ଫଳ ମିଳେ ଲୋ ପାର୍ବତୀ। ଆଚ୍ଛା କି ଫଳ ମିଳେ ଈଶ୍ୱର ଅନ୍ଧ ଚକ୍ଷୁଦାନ ପାଇ ଆଚ୍ଛା ଆଚ୍ଛା ବାଣିଜ ପୁତ୍ରଦାନ ପାଇ ରୋଗୀ ଆରୋଗ୍ୟ ହୋଇ ନିଧନୀ କି ଧନୀ ହୋଇ ଏପରି ଅନେକ ଫଳ ମିଳେ ଲୋ ପାର୍ବତୀ। ତାହେଲେ ନିଶ୍ଚୟ କରିବା ଈଶ୍ୱରେ।